ହଁ ହବ। ନୂଆ ଯୁବକମାନଙ୍କୁ ସୁଯୋଗ ଦିଆଯିବ, ଯୁବତୀମାନଙ୍କୁ ସୁଯୋଗ ଦିଆଯିବ। ବସ୍ ମାନେ ଡାଇରେକ୍ଟର ହେବେ, ଯୁବକ ଯୁବତୀମାନେ ହିରୋ ହେବେ। ଫିଲ୍ମଟା ଭଲ ଚାଲିବ, ଦଳ ବଢ଼ିଆ ଚାଲିବ, ସଂଗଠନ ମଜବୁତ ହବ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହବ, ଭକ୍ତ ଦାସ ମୁଖ୍ୟମନ୍ତ୍ରୀ ହବ। ଆମେ ସମସ୍ତେ ଲାଗି ପଡ଼ିଲୁଣି। ନା ଉଚିତ ନୁହଁ, ସେଇଟା ବିରାଟ ଭୁଲ, ସେମାନଙ୍କର ବିରାଟ ଭୁଲ। ବାଡ଼େଇବା, ପୁଲିସକି ବାଡ଼େଇବା, କାର ଭାଙ୍ଗିବା, କାଚ ଭାଙ୍ଗିବା, ଲୋକଙ୍କୁ ବାଡ଼େଇବା, ଜାମ୍ କରିବା, ଏଗୁଡ଼ା ଘୋର ଅନ୍ୟାୟ। ସେ ଯାହା ହଉ ତ ଆରେଷ୍ଟ ହେଇ ଜେଲ୍ ଯାଇଛନ୍ତି। ନା ନା ତାକୁ ରିଲିଜ କରି ଦିଆଯାଉ, ତାଙ୍କୁ ୱାର୍ଣ୍ଣିଂ ଦିଆଯାଉ, କିଛି ଫାଇନ୍ କରିକି ତାଙ୍କୁ ପରମିଟ୍ ଟିକେ ଆଲାଉ କରାଯାଉ ଏବଂ ଭୁବନେଶ୍ୱରରେ କେମିତି ଅଟୋ ଚାଲିବ ବ୍ୟବସ୍ଥା କରନ୍ତୁ। ଲୋକ ଭାରି ହଇରାଣ ହେଉଛନ୍ତି। ତାଙ୍କ ଅଫିସ ଭାଙ୍ଗି ଦିଆଗଲା, ତାଙ୍କୁ ଆରେଷ୍ଟ କରାଗଲା, ତାଙ୍କ ଗାଡ଼ି ସିଜ୍ କରାଗଲା, କିନ୍ତୁ ଗାଡ଼ିର ଲାଇସେନ୍ସ ରଦ୍ଦ କରାଯାଉ, ୱାର୍ଣ୍ଣିଂ ଦେଇକି ଛାଡ଼ି ଦିଆଯାଉ। ଲୋକେ ସଫର କରୁଛନ୍ତି। ବିରାଟ ଭୁବନେଶ୍ୱର, ଚାରିଆଡ଼େ ଗଳିକନ୍ଦିରେ ବସ୍ତି, ଚାରିଆଡ଼େ ଗାଁ, ଚାରିଆଡ଼େ ବିଲ୍ଡିଂ, ଚାରିଆଡ଼େ କଲୋନୀ, ଚାରିଆଡ଼େ ଲୋକ ଆସୁଛନ୍ତି ଅଟୋରେ। ଅଟୋ ସୁବିଧା କେଉଁଥିରେ ମିଳେନି। ତେଣୁ ଅଟୋ ଭାଇମାନଙ୍କର ଲାଇସେନ୍ସ ରଦ୍ଦ ନ କରି ଅଟୋ ରିଲିଜ କରନ୍ତୁ। ଆରେଷ୍ଟ ହେଇ ଯେଉଁମାନେ ଯାଇଛନ୍ତି ଆଉ ଆରେଷ୍ଟ ଫାରେଷ୍ଟ ନ କରି ଲୋକକୁ ରିଲିଜ କରିଦିଅନ୍ତୁ। ଲୋକେ ଗରିବ ଲୋକକୁ ନବା ଆଣିବା କରି ଗରିବ ଲୋକ ବଞ୍ଚନ୍ତୁ, ଭଲ ହେବ। ଶେଷକୁ ପୁଲିସ ଆଇନ ହାତକୁ ନେଇ ଧୁମ୍ ପିଟାପିଟି କରି ସେ ଡ୍ରାଇଭରମାନଙ୍କୁ ଜେଲ୍ ପଠାଇଛି। 100-150 ଲୋକ, 150 ଇଞ୍ଜର୍ଡ ହେଇଛନ୍ତି, 300 ଗାଡ଼ି ଧଆ ହେଇଛି, ତାଙ୍କ ଲାଇସେନ୍ସ ରଦ୍ଦ କରିବାକୁ କହିଛନ୍ତି। ସରକାରଙ୍କୁ ମୋର ନିବେଦନ, ଯାହା ହେଇଗଲା ହେଇଗଲା, ଏଭଳି ଆଉ କେବେ ହେବନି। ପ୍ରଥମ ଦିନ ଶାନ୍ତିପୂର୍ଣ୍ଣ ଭାବେ ସେମାନେ କରିଛନ୍ତି ଷ୍ଟ୍ରାଇକ୍, ଅଟୋ ଭାଇମାନେ। ଦ୍ୱିତୀୟ ଦିନ ଷ୍ଟ୍ରାଇକ୍ କରିଛନ୍ତି ଶାନ୍ତିପୂର୍ଣ୍ଣ ଭାବେ। ତୃତୀୟ ଦିନ ଅତ୍ୟଧିକ ଗଦେଇ ହେଇଗଲେ, ବହୁ ଅଟୋ ଏକାଠି ହେଇଗଲା, 1000-1200 ଅଟୋ ହେଇଗଲା ଏବଂ ଡ୍ରାଇଭର 1000-1200 ହେଇଗଲା। ସେଥିରେ କିଛି କ୍ରିମିନାଲ ଥିଲେ, ସେମାନେ ବସ୍ ଗୁଡ଼ାକ ବାଡ଼େଇଲେ, କାର୍ ଗୁଡ଼ାକ ବାଡ଼େଇଲେ, ଚାରିଆଡ଼େ ଜାମ୍ କରିଦେଲେ, ଚୌକ୍ ହେଇଗଲା, ଚାରିଆଡ଼େ କିଳିଙ୍କାର ହେଇଗଲା, ରୋଗୀ ଯାଇପାରିଲେନି, ମା ଭଉଣୀମାନେ ଯାଇପାରିଲେନି, ସାଂଘାତିକ ପରିସ୍ଥିତି ହେଇଗଲା। ତା ଭିତରୁ କିଛି କ୍ରିମିନାଲ ଥିଲେ, ଟେକା ପକାଇ ଆରମ୍ଭ କରିଦେଲେ, ବାଡ଼େଇବା ଆରମ୍ଭ କରିଦେଲେ, କାର୍ ଭାଙ୍ଗିଦେଲେ, ଯେଉଁଟାକି ନିରୀହ ଲୋକ ସଫର କଲେ। ସେଥିପାଇଁ ସରକାର ଦାୟୀ, ତାଙ୍କ ଇଣ୍ଟେଲିଜେନ୍ସ ଫେଲ୍ ହେଇଛି। ପ୍ରଥମ ଦିନ ଶାନ୍ତିପୂର୍ଣ୍ଣ ଭାବେ ସେମାନେ କରିଛନ୍ତି ଷ୍ଟ୍ରାଇକ୍, ଅଟୋ ଭାଇମାନେ। ଦ୍ୱିତୀୟ ଦିନ ଷ୍ଟ୍ରାଇକ୍ କରିଛନ୍ତି ଶାନ୍ତିପୂର୍ଣ୍ଣ ଭାବେ। ତୃତୀୟ ଦିନ ଅତ୍ୟଧିକ ଗଦେଇ ହେଇଗଲେ, ବହୁ ଅଟୋ ଏକାଠି ହେଇଗଲା, 1000-1200 ଅଟୋ ହେଇଗଲା ଏବଂ ଡ୍ରାଇଭର 1000-1200 ହେଇଗଲା। ସେଥିରେ କିଛି କ୍ରିମିନାଲ ଥିଲେ, ସେମାନେ ବସ୍ ଗୁଡ଼ାକ ବାଡ଼େଇଲେ, କାର୍ ଗୁଡ଼ାକ ବାଡ଼େଇଲେ, ଚାରିଆଡ଼େ ଜାମ୍ କରିଦେଲେ, ଚୌକ୍ ହେଇଗଲା, ଚାରିଆଡ଼େ କିଳିଙ୍କାର ହେଇଗଲା, ରୋଗୀ ଯାଇପାରିଲେନି, ମା ଭଉଣୀମାନେ ଯାଇପାରିଲେନି, ସାଂଘାତିକ ପରିସ୍ଥିତି ହେଇଗଲା। ତା ଭିତରୁ କିଛି କ୍ରିମିନାଲ ଥିଲେ, ଟେକା ପକାଇ ଆରମ୍ଭ କରିଦେଲେ, ବାଡ଼େଇବା ଆରମ୍ଭ କରିଦେଲେ, କାର୍ ଭାଙ୍ଗିଦେଲେ, ଯେଉଁଟାକି ନିରୀହ ଲୋକ ସଫର କଲେ। ଶେଷକୁ ପୁଲିସ ଆଇନ ହାତକୁ ନେଇ ଧୁମ୍ ପିଟାପିଟି କରି ସେ ଡ୍ରାଇଭରମାନଙ୍କୁ ଜେଲ୍ ପଠାଇଛି। 100-150 ଲୋକ, 150 ଇଞ୍ଜର୍ଡ ହେଇଛନ୍ତି, 300 ଗାଡ଼ି ଧଆ ହେଇଛି, ତାଙ୍କ ଲାଇସେନ୍ସ ରଦ୍ଦ କରିବାକୁ କହିଛନ୍ତି। ସରକାରଙ୍କୁ ମୋର ନିବେଦନ, ଯାହା ହେଇଗଲା ହେଇଗଲା, ଏଭଳି ଆଉ କେବେ ହେବନି। ତାଙ୍କ ଘଟି, ତାଙ୍କ ଅଫିସ ଭାଙ୍ଗି ଦିଆଗଲା, ତାଙ୍କୁ ଆରେଷ୍ଟ କରାଗଲା, ତାଙ୍କ ଗାଡ଼ି ସିଜ୍ କରାଗଲା, କିନ୍ତୁ ଗାଡ଼ିର ଲାଇସେନ୍ସ ରଦ୍ଦ କରାଯାଉ, ୱାର୍ଣ୍ଣିଂ ଦେଇକି ଛାଡ଼ି ଦିଆଯାଉ। ଲୋକେ ସଫର କରୁଛନ୍ତି। ବିରାଟ ଭୁବନେଶ୍ୱର, ଚାରିଆଡ଼େ ଗଳିକନ୍ଦିରେ ବସ୍ତି, ଚାରିଆଡ଼େ ଗାଁ, ଚାରିଆଡ଼େ ବିଲ୍ଡିଂ, ଚାରିଆଡ଼େ କଲୋନୀ, ଚାରିଆଡ଼େ ଲୋକ ଆସୁଛନ୍ତି ଅଟୋରେ। ଅଟୋ ସୁବିଧା କେଉଁଥିରେ ମିଳେନି। ତେଣୁ ଅଟୋ ଭାଇମାନଙ୍କର ଲାଇସେନ୍ସ ରଦ୍ଦ ନ କରି ଅଟୋ ରିଲିଜ କରନ୍ତୁ। ଆରେଷ୍ଟ ହେଇ ଯେଉଁମାନେ ଯାଇଛନ୍ତି ଆଉ ଆରେଷ୍ଟ ଫାରେଷ୍ଟ ନ କରି ଲୋକକୁ ରିଲିଜ କରିଦିଅନ୍ତୁ। ଲୋକେ ଗରିବ ଲୋକକୁ ନବା ଆଣିବା କରି ଗରିବ ଲୋକ ବଞ୍ଚନ୍ତୁ, ଭଲ ହେବ। କିଛି ନାହିଁ, କିଛି ନାହିଁ। ବହୁ ଲୋକ ଏକାଠି ହେଇଗଲେ, ଉତ୍ତେଜିତ ହେଇଗଲେ। 2 ଦିନ କାଳ ଷ୍ଟ୍ରାଇକ୍ କରିଥିଲେ, କେହି ଶୁଣିଲେନି, ତାଙ୍କୁ ଡାକିଲେନି, ପଚାରିଲେନି, ଆଲୋଚନା କଲେନି।
तेणु उत्त्यक्त ये घटना घटी जहाँ जाइए जे आरेस्ट होती जो गाड़ी सीज होती कौन सी लाइसेंस रद्द नक से बेल छाड़ दियो से गली कंदी सहर भुवनेश्वर जिते गाँ गहली गहिर आरंभ कर बस्ती यूनिट अटोरे लोक नेबाड़िया कर सुजोग दिया से दायी सरकार तांकर इंटेलिजेंस फेल प्रथम दिन शांतिपूर्ण भाव करते द्वितीय दिन शांतिपूर्ण भाव स्ट्राइक करते तृतीय दिन अत्यधिक लोक हेले जाम होगा कार बाड़े भागिले किसी लोक गुंडा टेका पकड़े निरीह लोक बाड़े पुलिस अत्याचार कला पुलिस बो बस भागी कार भागी आंबुलांस भागी बहुत क्षति कर से तो आरेस्ट जेल गले तुरंत रिलीज कर दिया जाऊ गाड़ी गुड़ाक रिलीज कर दिया जाऊ भुवनेश्वरटा विराट भुवनेश्वर गली कंदी घर चारिआडे घर या कॉलोनी तेणु लोके जावासिया सुजोग ना रिलीज कर दि जाऊ वार्निंग दि जाऊ कि फाइन करके परमिट के आलाउ कर जाऊ एवं भुवनेश्वर केमती ऑटो चलो व्यवस्था करूँ लोक भारी हैरान होती ना उचित नुह से विराट भूल से विराट भूल बाड़ेबा पुलिस की बाड़ेबा कार भांगा काच भांगा लोक बाड़ेबा जाम करवा एगुड़ा घोर अन्याय से जाओ तो आरेस्ट जेल जाइए सी कौन ओडिशा बंद करा बेकार कथा तुरंत से गाड़ी गुड़ा रिलीज कर ड्राइवर गुड़ा रिलीज कर लोक सेवा सी करूँ ये गली कंदी गाँव में जो जगह को बस जापारनी कार जापारनी ऑटो जाऊँगी लोक नवाणिया कर लोक बचुं करना से थे तो करेंगे किए सी थे करेंगे 2.5 वर्ष है गोटा ट्यूबवेल बसई पारे गोटा यूपी स्कूल कर पारे से कौन करेंगे से थे सीना करेंगे करू करू पलई थो बजेट जी टंका अप्रूव हो 40% खर्च होनी से कौन करेंगे कहीं मानुना ये कर्मचारी मान भी मानुना मोहन माझी की मंत्री मानुना कर्मचारी मानुना ना बजेट 40% खर्च हो 60% टका थुआई ये जो टका गुड़ा जीव कौन हम प्रति मसरे 2 थर कैबिनेट कौन चाहे कि प्रति मसरे 2 थर कैबिनेट बस कौन चाहे कि आए गोटाए जोटा कैबिनेट पास वर्कआउट कर एग्जीक्यूट कर लोक पाखे पहुंचा खाली कैबिनेट अप्रूव करदे कौन हम जेतोटी कलनी तुम 90टा प्रस्ताव पास कल कौ गोटिक कर विराट ताला बाड़ौच सुभद्रा योजना 30 टका दिन को कि कोटिपति हे कि चाष करेंगे कि धंदा करेंगे भौणी मैंने एटा खाली धुआ बाण हाँ हम नुआ युवक मान सुजोग दि युवती मान सुजोग दि बस माने डायरेक्टर हे युवक युवती मैंने हिरो हे फिल्मटा भल चलो दल बढ़िया चलो संगठन मजबूत हम राहुल गांधी प्रधानमंत्री हम भक्त दास मुख्यमंत्री हम आम समस्त लगी पड़लुणी धन्यवाद।